ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ତ +2 ସେକେଣ୍ଡ ଇୟର ଆର୍ଟ୍ସ ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲାମାନଙ୍କୁ ତ ଆର୍ଟ୍ସ ପିଲାମାନଙ୍କ ପାଇଁ ମୁଁ ନେଇ ଆସିଛି କ'ଣ ନା ଏଜୁକେସନ ତ ଏଜୁକେସନ MCQ କ୍ୱେଶ୍ଚିନ୍ ଆନ୍ସର ତ ଏଜୁକେସନ 17 ମାର୍କ ଦେବ ତ MCQ ବହୁତ ଗୁରୁତ୍ୱପୂର୍ଣ୍ଣ ତ MCQ କ୍ୱେଶ୍ଚିନ୍ ଆନ୍ସର ନେଇ ଆସିଛି ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ ବେଲ୍ ଆଇକନକୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦେବ। ତ ତମର ପ୍ରିଭିୟସ୍ କ୍ଲାସରେ ମୁଁ ନେଇ ଆସିଥିଲି କ'ଣ ନା ମହାତ୍ମା ଗାନ୍ଧୀଙ୍କ ବିଷୟରେ ମହାତ୍ମା ଗାନ୍ଧୀଙ୍କ ତ ଏବେ ତମର ଗୋପବନ୍ଧୁଙ୍କ ବିଷୟରେ ମୁଁ ନେଇ ଆସିଛି ବୁଝିହେଲା। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିଷୟରେ କିଛି MCQ 18ଟା MCQ ନେଇ ଆସିଛି ତ ତାଙ୍କ ବିଷୟରେ ଆମେ ଜାଣିବା। ତ ନିଶ୍ଚିନ୍ତ 100% ତମର ବୋର୍ଡ ପରୀକ୍ଷାକୁ ପଡ଼ିବ ବୁଝିହେଲା। ତ ବୋର୍ଡ ଏକ୍ଜାମକୁ ପଡ଼ିବ ପିଲାମାନେ ତ ଚାଲ ଆମେ ଷ୍ଟାର୍ଟ କରିବା। କ୍ୱେଶ୍ଚିନ୍ କ'ଣ ଦେଇଛି। ମୁକ୍ତକାଶ ବିଦ୍ୟାଳୟ ସମ୍ପର୍କରେ କିଏ ପରୀକ୍ଷା ନିରୀକ୍ଷା କରିଥିଲେ? କିଏ? ମହାତ୍ମା ଗାନ୍ଧୀ, ଶ୍ରୀ ଅରବିନ୍ଦ, ଜାକିର ହୁସେନ, ଗୋପବନ୍ଧୁ ଦାସ। ମୁକ୍ତକାଶ ବିଦ୍ୟାଳୟ ସମ୍ପର୍କରେ କିଏ ପରୀକ୍ଷା ନିରୀକ୍ଷା କରିଥିଲେ? ନା ଗୋପବନ୍ଧୁ ଦାସ। କିଏ? ନା ଗୋପବନ୍ଧୁ ଦାସ। ନେକ୍ସଟ, କେଉଁ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା? କେଉଁ ମସିହାରେ? 1929, 1919, 1909, 1899। କେଉଁ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ପିଲାମାନେ? କେଉଁ ମସିହାରେ? ନା 1919 ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ନେକ୍ସଟ, ନିମ୍ନୋକ୍ତ କେଉଁ ଶିକ୍ଷାବିତ୍ ବିଦ୍ୟାଳୟକୁ ମଣିଷ ତିଆରି କାରଖାନା ରୂପେ ବିଚାର କଲେ? କେଉଁ ଶିକ୍ଷାବିତ୍ଙ୍କ ବିଦ୍ୟାଳୟ? ଶ୍ରୀ ଅରବିନ୍ଦ, ଉତ୍କଳମଣି ଗୋପବନ୍ଧୁ, ରବୀନ୍ଦ୍ରନାଥ, ମହାତ୍ମା ଗାନ୍ଧୀ। କ'ଣ? ନା ଉତ୍କଳମଣି ଗୋପବନ୍ଧୁ। ନେକ୍ସଟ, ଭାରତର କେଉଁ ରାଜ୍ୟରେ ପଣ୍ଡିତ ଗୋପବନ୍ଧୁ ଦାସ ଜନ୍ମଗ୍ରହଣ କରିଥିଲେ? ଭାରତର କେଉଁ ରାଜ୍ୟରେ? ପଞ୍ଜାବ ରାଜ୍ୟରେ କରିଥିଲେ, ନା ଉତ୍ତରପ୍ରଦେଶ ରାଜ୍ୟରେ କରିଥିଲେ, ନା ଓଡ଼ିଶାରେ, ନା ତାମିଲନାଡୁ? କୋଉଠି କରିଥିଲେ ପିଲାମାନେ? ନା ଓଡ଼ିଶାରେ ହିଁ ସେ ଜନ୍ମଗ୍ରହଣ କରିଥିଲେ। କିଏ? ନା ଗୋପବନ୍ଧୁ ଦାସ। ନେକ୍ସଟ, ପୁରୀ ଜିଲ୍ଲାର କେଉଁ ଗ୍ରାମରେ ଗୋପବନ୍ଧୁଙ୍କ ଜନ୍ମ? ପୁରୀ ଜିଲ୍ଲାର କେଉଁ ଗ୍ରାମରେ? ବୀର ହରେକୃଷ୍ଣପୁର, ଚନ୍ଦନପୁର, ସାକ୍ଷୀଗୋପାଳ, ସୁଆଣ୍ଡୋ। ତ ପୁରୀ ଜିଲ୍ଲାର କେଉଁ ଗ୍ରାମରେ ଗୋପବନ୍ଧୁଙ୍କ ଜନ୍ମ? ତ କେଉଁ ଗ୍ରାମରେ ପିଲାମାନେ? ନା ସୁଆଣ୍ଡୋ। କେଉଁ ଗ୍ରାମରେ? ନା ସୁଆଣ୍ଡୋ ଗ୍ରାମରେ। ନେକ୍ସଟ, ସତ୍ୟବାଦୀ ବନବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା କିଏ ଥିଲେ? ସତ୍ୟବାଦୀ ବନବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା କିଏ ଥିଲେ? ଚିତ୍ତରଞ୍ଜନ ଦାସ, ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଶ୍ରୀ ଅରବିନ୍ଦ ଦାସ। କିଏ ଥିଲେ ସତ୍ୟବାଦୀ ବନବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା? ତ କିଏ ଥିଲେ ପିଲାମାନେ? ତମେ ସମସ୍ତେ ଜାଣିଛ ଏଇଟା ହଉଛନ୍ତି କିଏ? ନା ଗୋପବନ୍ଧୁ ଦାସ। ନେକ୍ସଟ, ସତ୍ୟବାଦୀ ବନବିଦ୍ୟାଳୟ କେତେ ମସିହାରେ ଆରମ୍ଭ ହୋଇଥିଲା? ସତ୍ୟବାଦୀ ବନବିଦ୍ୟାଳୟ କେତେ ମସିହାରେ? 1909 ଅଗଷ୍ଟ 12, 1909 ଅଗଷ୍ଟ 15, 1909 ଜାନୁଆରୀ 26, 1909 ସେପ୍ଟେମ୍ବର 5। ସତ୍ୟବାଦୀ ବନବିଦ୍ୟାଳୟ କେତେ ମସିହାରେ ଆରମ୍ଭ ହୋଇଥିଲା? ନା ଅପସନ ହେଇଯିବ କ 1909 ଅଗଷ୍ଟ 12। କେବେ? ନା 1909 ଅଗଷ୍ଟ 12 ତାରିଖରେ ଆରମ୍ଭ ହୋଇଥିଲା। ନେକ୍ସଟ, ସତ୍ୟବାଦୀ ବନବିଦ୍ୟାଳୟ କେଉଁ ମସିହାରେ ଜାତୀୟ ସ୍ୱୀକୃତି ଲାଭ କଲା? 1909, 1912, 1916, 1921। ସତ୍ୟବାଦୀ ବନବିଦ୍ୟାଳୟ କେଉଁ ମସିହାରେ ଜାତୀୟ ସ୍ୱୀକୃତି ଲାଭ କରିଥିଲା? ନା 1921 ମସିହାରେ। ନେକ୍ସଟ, ସତ୍ୟବାଦୀ ବନବିଦ୍ୟାଳୟ ପ୍ରଥମେ କେତେ ଜଣ ଛାତ୍ରଙ୍କୁ ନେଇ ତାହାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲା? 17 ଜଣ, 18 ଜଣ, 19 ଜଣ, 20 ଜଣ। କେତେ ଜଣଙ୍କୁ ପିଲାମାନେ ନେଇ ଆରମ୍ଭ କରିଥିଲା ତାର କ'ଣ ନା କାର୍ଯ୍ୟକ୍ରମ? କେତେ ଜଣ ଆରମ୍ଭ କରିଥିଲା? ନା 19 ଜଣ। କେତେ? ନା 19 ଜଣଙ୍କୁ ନେଇ। ସତ୍ୟବାଦୀ ବନବିଦ୍ୟାଳୟର ସମ୍ପାଦକ କିଏ ଥିଲେ? ସତ୍ୟବାଦୀ ବନବିଦ୍ୟାଳୟର ସମ୍ପାଦକ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବର୍ଷ ମିଶ୍ର, ମାଗୁଣୀ ମିଶ୍ର। କିଏ? ନା ଗୋପବନ୍ଧୁ ଦାସ। ତମେ ଭାବିବନି ଗୋପବନ୍ଧୁଙ୍କ ବିଷୟରେ ପଚାରିଲି ଆମକୁ ସବୁ ଜଣା ଗୋପବନ୍ଧୁ, ନା ଯଦି ତମର ଏକ୍ଜାମରେ କ'ଣ ଖାଲି ଗୋପବନ୍ଧୁ, ଶ୍ରୀ ଅରବିନ୍ଦ, ଜନ୍ ଡ୍ୟୁ, ଜିନ୍ ଜାକ୍ସ ରୁସୋ, ତାହେଲେ ମହାତ୍ମା ଗାନ୍ଧୀ ପଢିବ। ତ ସତ୍ୟବାଦୀ ଯଦି ଆକୁ ଭଲସେ ନ ପଢିଥିବ ସତ୍ୟବାଦୀ ବନବିଦ୍ୟାଳୟର ସମ୍ପାଦକ କିଏ ଥିଲେ ତମେ ଜାଣିବ କେମିତି? ଲେଖିଦେବ ତ ନୀଳକଣ୍ଠ ଦାସ, ଗୋଦାବର୍ଷ। ନା ସତ୍ୟବାଦୀ ବନବିଦ୍ୟାଳୟ ସମ୍ପାଦକ କିଏ ଥିଲେ? ନା ଗୋପବନ୍ଧୁ ଦାସ।
ନେକ୍ସଟ, ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଏ ଥିଲେ? ନୀଳକଣ୍ଠ ଦାସ, କୃପାସିନ୍ଧୁ ମିଶ୍ର, ଗୋଦାବର୍ଷ ମିଶ୍ର, ଆଚାର୍ଯ୍ୟ ହରିହର। ସତ୍ୟବାଦୀ ବନବିଦ୍ୟାଳୟର ତାଙ୍କର ପ୍ରଧାନ ଶିକ୍ଷକ କିଏ ଥିଲେ? ନା ପ୍ରଧାନ ଶିକ୍ଷକ ଥିଲେ ନୀଳକଣ୍ଠ ଦାସ। ନେକ୍ସଟ, ସତ୍ୟବାଦୀ ବନବିଦ୍ୟାଳୟ ସମ୍ପୂର୍ଣ୍ଣ ରୂପେ କେତେ ମସିହାରେ ବନ୍ଦ ହୋଇଯାଇଥିଲେ? କେତେ ମସିହାରେ ବନ୍ଦ ହୋଇଯାଇଥିଲା? 1909, 1921, 1912, 1921 ନା 1926? କେତେ ମସିହାରେ ପିଲାମାନେ ହେଇଥିଲା? ନା 1926। କେତେ? ନା 1926। ନେକ୍ସଟ, ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକତା କରୁଥିବା 5 ଜଣ ଆଦର୍ଶ ଶିକ୍ଷକଙ୍କୁ ଓଡ଼ିଶାବାସୀ କଣ ବୋଲି ସମ୍ବୋଧନ କରୁଥିଲେ? ପଞ୍ଚସଖା, ପଞ୍ଚଭୂତ, ପଞ୍ଚାମୃତ, ପଞ୍ଚକ। ତ କଣ ହବ? ନା ପଞ୍ଚସଖା। ତ ନେକ୍ସଟ କ୍ୱେଶ୍ଚିନ୍ କଣ ଦେଲା? ଓଡ଼ିଶାର ଉତ୍କଳମଣି ବୋଲି କାହାକୁ କୁହାଯାଏ? ଓଡ଼ିଶାର ଉତ୍କଳମଣି କିଏ? ନା ଓଡ଼ିଶାର ଉତ୍କଳମଣି ହେଉଛନ୍ତି ଗୋପବନ୍ଧୁ। ନେକ୍ସଟ, ସତ୍ୟବାଦୀ ବନବିଦ୍ୟାଳୟ ବନ୍ଦ ହୋଇଯିବାର ମୁଖ୍ୟ କାରଣ କେଉଁଠି ନୁହଁ? କେଉଁଠି ନୁହଁ ସତ୍ୟବାଦୀ ବନ୍ଦ ହେଇଯିବାର? ନା ବହୁତ ପିଲା ପାଠ ପଢିବାକୁ ଆସିଲେ, ସେଥିପାଇଁ ସେ କହିଲା ଯେ ସତ୍ୟବାଦୀ ବନବିଦ୍ୟାଳୟ ବନ୍ଦ ହେଇଯିବାର ମୁଖ୍ୟ କାରଣ କୋଉଟା ନୁହେଁ? ନା ବହୁତ ପିଲା ପାଠ ପଢିବାକୁ ଆସିଲେ, ତା ହଉଛି କାରଣଟା ନୁହଁ। ନେକ୍ସଟ, ସତ୍ୟବାଦୀ ବନବିଦ୍ୟାଳୟ କେତେ ମସିହାରେ 1 ବର୍ଷିଆ ମଞ୍ଜୁରୀ ଲାଭ କଲା? 1912, 1913, 1914, 1915। କେତେ ବର୍ଷ ମଞ୍ଜୁରୀ ଲାଭ କରିଥିଲା? ନା 1914। ନେକ୍ସଟ, କେତେ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାୟୀ ମଞ୍ଜୁରୀ ଲାଭ କରିଥିଲା? କେତେ? 1912, 1914, 1917, 1921। କେବେ? ନା 1917। ତ ପିଲାମାନେ ତମର ଶେଷ କ୍ୱେଶ୍ଚିନ୍, ଏମାନଙ୍କ ମଧ୍ୟରୁ କିଏ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ନଥିଲେ? କିଏ ନଥିଲେ? ନା ମଧୁସୂଦନ ରାଓ। ତ ପିଲାମାନେ ତମର ଏତିକି କ୍ୱେଶ୍ଚିନ୍ ଆନ୍ସର। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦେବ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।